मॉर्निंग संग मैंने जय जगन्नाथ तब देखो रेडी हो गले फ्रेश देखी आज हूँ संडे चलतु तौक जा ठाकुर पूजा करवा कौन कौन हो सब कहली चलते तौक जा देखो सांग मैंने मोर पूजा सर जाइए এটা কম্পনি জানো ভাই लगेज वाओ ये क्या भाई ये लगेज कौन है सब या वाला वेस्ट सब गिफ्ट मो भाई ये को छुआ को खेलो ना अरे रे सब आसे दे मो लो भाई और ये देखन ताले देखो चलो तो माने बहुत ऐसे सारे माने आसी बेंगलुरु मो नॉर्मल जाइले बिलिया भाई ना एटा नहीं कोई नहीं जासी चलते देखा कौन आसती रिमोट गाड़ी जोटा कि आम बड़ पु आम कुकुल आसी देखिए आगे गाड़ी यहाँ आम गुगुल गाड़ी बढ़िया है बहुत सुंदर दिखाई तो कल सुई यूज कर बढ़िया लगे देखो ड्रेस ड्रेस ये केमती लगे कहूँ कमेंट माध्यम सब चप्पल पर सेट ना बढ़िया बढ़िया चप्पल चप्पल अच्छी खाली चप्पल अदा अदा एत चप्पल क्या आसी बढ़िया बढ़िया चप्पल बाथरूम सफा ब्रशटा बासन मजा बढ़िया बासन माजिले यहाँ गैस पोछा फिर पोछ पारे टाइल भी पोछ पारे सब मिसे पार स्ट्रॉन्ग वाइफ ये जानते बस केमती लगे सब जिन देखो सांग मैंने ये पखाड़ खाऊँ पखाड़ भजा आ काकुड़ी झोल देखु ये देखो सांग मैंने आम घर मो बो किसी फूल गछ पठे चलतु ए फूल गछ लगेबा कौन हो जी गछ लगा कि गछटा एटा सदा बिहारी गछ ये कौन हम गछटा कहीं लगुच एटा डायबिटीज लोक मैंने पत्र खाए ओहो आ कि गछ लगे कि गछ मंदार नाली ठोपी मंदार या होची ठोपी टगर देखो सांग मैंने ये गछ लगे सब आसिली आ तीनटा गछ अच्छी ऊपर को ने भी लगाई आ देखु आमर रायता हम बोली कखारू फूल रायता डंक रायता हम बोली ये कटा सरी देखु आमर भात हो डाली बसी बादाम ये भजा अच्छी सॉरी भजा है कंचा बादाम यहाँ मंजी छड़ाई भजा हम आउ सब कुछ रेडी अच्छी खाली रोसे हम रोसे हो सारा पर मैं आपको देखी आ रायता कौन केमती सान आज कर चलतु मुझे जा पू खुईदेवी पुणी कथा धन
ଧନ ତୋ ପେଟରେ ମୂଷା କ'ଣ କହୁଛି? କ'ଣ କେମିତି କହୁଛି? କେମିତି କହୁଛି? ମୂଷା କେମିତି ନା କହିଦେ ଟିକେ ମୂଷା କେମିତି କହୁଛି? କେମିତି କହୁଛି ଟିକେ କହିଦେ କହିଦେ ଟିକେ। ଦେଖନ୍ତୁ ସାଙ୍ଗମାନେ ଏବେ ମୁଁ ଛାତ ଉପରକୁ ଆସିଛି। ଏଠି କିଛି ଗଛ ଲଗାଉଥିଲି ଆଣିକି, ଯେଉଁ କହୁଥିଲି ଯେଉଁ ଗଛ ଆଣି ଲଗେଇବି ସେଇ ଗଛ ଲଗାଉଥିଲି। ଲଗେଇଲେ କ'ଣ ହେବ, ମାଙ୍କଡ଼ ଆଇଲେ ସର୍ବନାଶ। ସେଇ ଗଛଟା କେଡ଼େ ସୁନ୍ଦର ହେଇଥିଲା, ମନ୍ଦାର ଗଛ, ତାକୁ ପୁରା ଦେଲେ ନଷ୍ଟ କରି ଖାଇକି। ଆଉ ଏବେ ତ ବର୍ଷା ପରେ ପରେ ଟିକେ ଖରା ହେଇଛି, ଦେଖନ୍ତୁ କେମିତି ଦେଖାଯାଉଛି। ଦେଖନ୍ତୁ ଏ ଦେଖନ୍ତୁ ମୁଁ ତଳକୁ ପଳେଇ ଆସିଲି। ଆଉ ଆଜି ଆମର ଦେଖନ୍ତୁ ଡାଲି, ମୁଗ ଡାଲି ଆଉ ରାଇତା ହେଇଛି। ଆଉ ବାକି ଶାଗ ଭଜା ହବ, ହେଇନି। ଆଉ ଏତିକି ଏବେ ହେଇଛି ଆଉ ଡାଲି ରାଇତା। ଦେଖନ୍ତୁ ଏବେ ମୋ ହଜବେଣ୍ଡ ଏଠି ଗାଡ଼ି ସାଇକେଲ ସବୁ ଧୋଉଛନ୍ତି। ସବୁ ବହୁତ ଅସନା ହେଇଯାଇଥିଲା କାଦୁଅରେ। ଆଜି ଟିକେ ଯେହେତୁ ଅଛନ୍ତି ଘରେ, ସବୁ ଧୁଆ ଧୋଇ କରି ସଫା କରିଦେଉଛନ୍ତି। ପ୍ରିୟଙ୍କା କାହିଁକିନା ଆଜି ଏଇଟା ଦେଢ଼ଶୁର ହେବେ, ସେଥିପାଇଁ ସେ ଆଜି ଆସିବି। ସେଇ ଗଲା ପରେ ପୁଣି ଆମ ସାଙ୍ଗେ ଜଏନ୍ କରିବା। ଆଉ ଆମେ ଏବେ ଖାଉଛୁ, ମୁଁ ସାନ ବୋଉ ଆଉ ଆମେ 3 ଜଣ ଖାଉଛୁ। ବୋଉ ଆଜି ଖାଇସାରିଲେଣି, ଆମେ ଏବେ ଖାଉଛୁ। ଦେଖନ୍ତୁ ଆମର ଡାଲି ଆଉ ରାଇତା ଆଉ ଜହ୍ନି, ପୋଟଳ, ଆଳୁ ମଟର, ବାଦାମ ପଡ଼ିଛି। ସେଟା ଆଳୁ ମିକ୍ସଚର ଝୋଳ ଏଇଟା ହେଉଛି ରାଇତା, କଖାରୁ ଡଙ୍କ, ରାଇତା। ଚାଲନ୍ତୁ ଖାଇବା, ଖାଇସାରିଲା ପରେ ଦେଖନ୍ତୁ ଏବେ ମୁଁ ସନ୍ଧ୍ୟା ଦେଇ ଏବେ ପୁଣି ରୋଷେଇ ଘରକୁ ପଳେଇ ଆସିଛି। ଆଜି ଆମର କୁଣିଆ ଆସିଛନ୍ତି। ଆଉ ଏଠି ସବୁ କେମିତି ସବୁ ଜିନିଷ ଥୁଆ ହେଇଛି ଦେଖନ୍ତୁ। କାହିଁକିନା ବହୁତ ବ୍ୟସ୍ତ ଭିତରେ ଆଉ ସଜାସଜ କରି ରଖିବା ପାଇଁ ଟାଇମ୍ ହେଲାନି। ଏଠି କେମିତି ଜଲ୍ଦି କରିଦେଲେ ସେମାନେ ଖାଇକି ଯିବେ, ସେଥିପାଇଁ ମୁଁ ଏଠି ପୁରୀ ହେଇସାରିଲାଣି, ତରକାରୀ ଏବେ ବନାଉଛି। ସେମାନେ ସବୁ ଖାଇକି ଯିବେ। ଆଉ ଜଣେ ମାମୁଁ ପୁଅ ବି ଆସିଥିଲେ ଆମର, ସେ ଖାଇକି ପଳେଇଲେ ଜଳଖିଆ। ଆଉ ସେ ଆଜି ବୋଉଙ୍କ ପାଇଁ ବ୍ୟବହାର ନେଇକି ଆସିଥିଲେ। ବୋଉ ଯେହେତୁ ଗୋଟେ ବାହାଘରରେ ଯାଇଥିଲେ। ଆଉ ଏଇଠି ତ ମୁଁ ତରକାରୀ ଏବେ ବନାଉଛି। ଖାଲି ତରକାରୀ ହେଇଗଲେ ଆଉ ଯେଉଁମାନେ ଅଛନ୍ତି, ମାନେ ମୋ ନଣନ୍ଦଙ୍କ ସବୁ ଶାଶୁମାନେ ଆସିଛନ୍ତି 4 ଜଣ, ସେମାନେ ଖାଇକି ଯିବେ। ଆଉ ଦେଖନ୍ତୁ ଏଇଠି ମୁଁ ରେଡ଼ି କରିବାରେ ଲାଗିଛି ସବୁ। ଆଉ ପୁରୀଟା ହେଇଗଲାଣି, ସବୁ ଖାଇବେ ପୁରୀ, ତରକାରୀ, ଆଉ ପୋଡ଼ ଅଛି, ମିଠା, ଆଉ ସବୁ ଜିନିଷ ଏଠି ଥୁଆ ହେଇଛି ବି। ଦେଖନ୍ତୁ ତଳେ ଯାହା ସବୁ ସେମାନେ ଆଣିଥିଲେ, ସବୁ କିଛି ରହିନି ସାଇଜ୍ ହେଇକି। ଏଠି ବୋଉଙ୍କ ଶାଢ଼ୀଟା ଦେଖନ୍ତୁ ସେମାନେ ଆଣିଥିଲେ। ଆଉ ସବୁ ଖାଇକି କୁଆଡ଼େ ବାହାରି ପଳେଇବ? ଦେଖିଆ ତ ମୁହଁ ଦେଖିଆ ଟିକେ। କୁଆଡ଼େ ପଳେଇବୁ? ରହିବୁ। ହଁ ପଳେଇବେ ତ। ଏ ଦେଖନ୍ତୁ ତରକାରୀ ଏବେ ରେଡ଼ି ହେଇଯାଇଛି। ଆଉ ଆମର ଯିଏ ସେ ସାନ ମା ଥିଲେ, ପୁଅ ଖାଲି କାନ୍ଦିଲାଣି ପଳେଇବ ବୋଲି। ଆଉ ଏଠି ପିଠା, ପୋଡ଼ ଆଉ ସବୁ ଏଠି ଫଳ ସବୁ କିଛି ଥୁଆ ହେଇଛି। ତରକାରୀ ଆଉ ପୁରୀ ବି ରେଡ଼ି। ଏବେ ସମସ୍ତେ ଖାଇବେ, ଚାଲନ୍ତୁ। ଏଇଠି ଆସନ୍ତୁ ସାଙ୍ଗମାନେ, ଗୋଟେ ଜିନିଷ ଦେଖାଉଛି। ଏଇ ଆମ ଯେଉଁ ମାମୁଁ ପୁଅ ଆସିଥିଲେ ବ୍ୟବହାର ନେଇକି, ବୋଉଙ୍କର ଶାଢ଼ୀ ଆଉ ଏଇ ମିଠା ଜିନିଷ ଆଣିଥିଲେ। ଆଉ ଦେଖନ୍ତୁ ଏଇଠି ଆମର ପୁରୀ ହେଇକି ଅଛି। ଆଉ ଏଇଠି ମାମୁଁ ପୁଅ ଯେଉଁ ଶାଢ଼ୀଟା ଆଣିଥିଲେ, ଏଇଟା ଏଇଠି ଅଛି। କେମିତି ଲାଗୁଛି କଲର୍ଟା ଆପଣଙ୍କୁ କହିବେ। ଆଉ ଦେଖନ୍ତୁ ଏଠି ସବୁ ଥୁଆ ହେଇଛି। ଆଉ ଏଠି ଦେଖନ୍ତୁ ସମସ୍ତେ ଖାଇବା ପାଇଁ ବସିଛନ୍ତି। ଆଉ ବଡ଼ ମା ଯିଏ ସେପଟେ ଖାଉଛନ୍ତି ହଲ୍ରେ ବସି। ଆଉ ଏଇଠି ସମସ୍ତେ ମଝିଆଣୀ ମା ଏଇଠି ସବୁ ବସିଛନ୍ତି। ଆଉ ମାମୁଁ ପୁଅ ବି ଏଠି ଖାଉଛନ୍ତି। ଆଉ ସମସ୍ତେ ଖାଲି କହୁଛନ୍ତି ନାଇଁ ଆମେ ଖାଇବୁନୁ, ତରକାରୀ ନେଇଯାଅ। ଆଉ ଏମିତି କହୁଛନ୍ତି, ତଥାପି ବସିକି ଏଠି ଖାଉଛନ୍ତି। ଆଉ ସାନ ମା ପଳେଇଲେଣି, ତାଙ୍କ ପୁଅ ଯେହେତୁ କାନ୍ଦିଲେ
ପୁଅ ଆଗ ଖାଇ ଦେଇକି ସେ ପଳେଇଲେ। ଆଉ ଏମାନେ ସବୁ ଏଠି ବସି କଥା ହେଉଛନ୍ତି, ଖାଉଛନ୍ତି ଦେଖନ୍ତୁ। ଆଉ ଇଏ ଆମର ମଝିଆଣୀ ମା, ଏପଟେ ବସିଛନ୍ତି, ଡାହାଣ ପଟେ ବସିଛନ୍ତି ବଡ଼ ମା। ସମସ୍ତେ ବସିଛନ୍ତି ଖାଉଛନ୍ତି ଦେଖନ୍ତୁ। ଆଉ ଆଣିକି ଯେତେ ଦେଲେ ବି ସବୁ ମନା କରୁଛନ୍ତି, ନାଇଁ ଆମେ ଖାଇବୁନି। ଆଉ ମାମୁଁ ପୁଅ କହୁଛନ୍ତି ନା ମୁଁ ମୂଳରୁ ପୋଡ଼ ଆଣି ଦେଉଛନ୍ତି, ମୁଁ ମୂଳରୁ ବି ଖାଇବିନି, ମୋର ବାନ୍ତି ହେଇଯିବ। ଦେଖନ୍ତୁ ଆଉ କ'ଣ ଏସବୁ ଜିନିଷ ଦେଖିଲେ ପଛରେ ଖୁସି ଲାଗିବ ନା ନାଇଁ? ଆସିଥିଲେ ସାନ ମାଙ୍କୁ ଲଗେଇ ଦେଇ ପାରିଲିନି, ପିଠା କରୁଛି, ସାନ ମା ପଳେଇଲେ। ସାନମା ରହିଥାନ୍ତେ ପୁଅଟା ହଇରାଣ କରୁଛି। ସେଦିନ ବି ସେ ଦିନରୁ ପୁରା ସକାଳୁ ଶୁଣିଲା ବେଳେ ଖୁସି ହେଉଛି, ମନ ଭାବିବାକୁ ଯିବୁ, ମନ ଭାବିବାକୁ ଯିବୁ। ମା କହୁଛି ମା ମନ ଭାବିବାକୁ ଯିବା, ମନ ଭାବିବାକୁ ଯିବା। ଶୋଇଛି ମୁଁ। ଏଇଠି ଦେଖନ୍ତୁ ସେମାନେ ବାହାରିଲେଣି, ପଳେଇବେ ବୋଲି। ମୁଁ ଟିକେ ଫଟୋ ଉଠେଇ ଦେଉଛି ତାଙ୍କ ସହିତ। ଏବେ ଆମେ ଖାଇସାରିଲୁଣି, ଆଉ ଏବେ ଆମେ ଯାଉଛୁ ରେଷ୍ଟ ନେବୁ। ଆପଣମାନେ ବି ଚାହାନ୍ତୁ ରେଷ୍ଟ ନେବେ। ଆଉ ପୁଣି କାଲି ସକାଳେ ଦେଖାହେବ। ଆଉ ଆଜିର ବ୍ଲଗ୍ଟିକୁ ମୁଁ ଏଇଠି ଶେଷ କରୁଛି। ପୁଣି ଦେଖାହେବ ନେକ୍ସଟ ବ୍ଲଗ୍ରେ। ସେ ପର୍ଯ୍ୟନ୍ତ ଆପଣମାନେ ସମସ୍ତେ ଭଲରେ ଥାଆନ୍ତୁ, ଖୁସିରେ ଥାଆନ୍ତୁ। ଆଉ ମୋ ବ୍ଲଗ୍କୁ ଏମିତି ଦେଖୁଥାନ୍ତୁ। ଯଦି ଆପଣମାନଙ୍କୁ ମୋ ବ୍ଲଗ୍ ଭଲ ଲାଗୁଥିବ, ମୋ ଭିଡ଼ିଓକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ। ଆଉ ବହୁତ ସାରା କମେଣ୍ଟ କରିବେ, ମୋତେ ମୋ ଭିଡ଼ିଓକୁ ସେୟାର କରିବେ। ଆଉ ବାସ୍ ମୁଁ ଏତିକି ଚାହୁଁଛି। ଆଉ ସେ ଅପେକ୍ଷାରେ ମୁଁ ରହିଲି। ଏବେ ମୁଁ ରହୁଛି। ଜୟ ଜଗନ୍ନାଥ।